ଆଡମ୍ବର ସହକାରେ ହେଲା ନୂଆ ଗାଁର ନାମଯଜ୍ଞ ସମାପନ। ଦୀର୍ଘ 3 ଦିନ ଧରି ନୂଆ ଗାଁରେ ଚାଲିଥିଲା ଅଖଣ୍ଡ 24 ପ୍ରହର ନାମଯଜ୍ଞ। ନାମଯଜ୍ଞର ଶେଷ ଦିନରେ ଖୁବ୍ ଧୁମ୍ ମଚାଇଥିଲେ ନୂଆଗାଁ ମହିଳା। ନାଚ ଗୀତରେ ମଜବୁଲ ହୋଇ ନାମଯଜ୍ଞର ସମାପନ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଆୟୋଜନ କରିଥିଲେ। ଡିଜେ ସାଉଣ୍ଡର ସୁମଧୁର ସ୍ୱରରେ ଜନପଟୁଆର ମଧ୍ୟରେ ଗ୍ରାମ ପରିକ୍ରମା ଦୃଶ୍ୟ ଖୁବ୍ ଆକର୍ଷିତ କରିଥିଲା ସମସ୍ତଙ୍କୁ। ନାମଯଜ୍ଞର ଶେଷ ଦିବସରେ ବିଧି ଅନୁସାରେ ରାଧାକୃଷ୍ଣଙ୍କ ମିଳନ ହୋଇ ଦଧିହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ ଖୁବ୍ ଆକର୍ଷଣୀୟ ହୋଇଥିଲା। କୁନି ପିଲା ରାଧା ବେଶରେ ସଜେଇ ତାଙ୍କ ସହିତ ସଖୀମାନଙ୍କ ସହିତ ନୃତ୍ୟ ଗୀତରେ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମ ପରିକ୍ରମା ସମୟରେ ଖୁବ୍ ଉତ୍ସାହ ସହକାରେ ପୁଅ ଝିଅମାନେ ନୃତ୍ୟ ଗୀତରେ ମଜିଯାଇ ଗାଁ ଦାଣ୍ଡକୁ ହୁଲସ୍ଥୁଲ କରିଦେଇଥିଲେ। ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନାଚ କରି ରାଧାଙ୍କୁ ଶ୍ରୀକୃଷ୍ଣଙ୍କ ପାଖକୁ ନେଇଥିଲେ। ଗାଁ ମୁଣ୍ଡରେ ସଜ୍ଜିତ ହୋଇ ରହିଥିବା ଶ୍ରୀକୃଷ୍ଣ ସହିତ ରାଧିକାଙ୍କୁ ମିଳନ କରି ପୁଣି ବାହୁଡ଼ି ଆସିଥିଲେ ଯଜ୍ଞ ମଣ୍ଡପ ନିକଟକୁ। ରାଧାକୃଷ୍ଣଙ୍କ ମିଳନ କରି ଫେରିବା ସମୟରେ ପୁଣି ନାଚ ଗୀତରେ ଗାଁ ଦାଣ୍ଡ ଉଛୁଳି ପଡ଼ିଥିଲା। ଶ୍ରୀକୃଷ୍ଣ ରାଧିକା ସହିତ ପୁଣି ସମସ୍ତେ ନାଚରେ ବିଭୋର ହୋଇଯାଇଥିଲେ। ରାଧାକୃଷ୍ଣଙ୍କୁ ଗାଁ ଦାଣ୍ଡ ପରିକ୍ରମା କରି ଯଜ୍ଞ ମଣ୍ଡପକୁ ଅଣାଯାଇଥିଲା। ତାପରେ ନିୟମ ଅନୁସାରେ ଆରମ୍ଭ ହୋଇଥିଲା ଦଧିହାଣ୍ଡି ଭଙ୍ଗନ କାର୍ଯ୍ୟକ୍ରମ। ଏହି ଦଧିହାଣ୍ଡି ଭଙ୍ଗନ କାର୍ଯ୍ୟକ୍ରମରେ ମଣ୍ଡପ ଚାରିପଟେ ଗାଁ ଲୋକଙ୍କ ଗହଳି ଲାଗି ରହିଥିଲା। ଖୁବ୍ ଉତ୍ସାହ ସହକାରେ ଏହି ନିଆରା କାର୍ଯ୍ୟକ୍ରମକୁ ଗାଁ ଲୋକ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଖୁବ୍ ଉତ୍ସାହ ଉଦ୍ଦୀପନା ମଧ୍ୟରେ ନୂଆ ଗାଁ ନାମଯଜ୍ଞ ସମାପନ କାର୍ଯ୍ୟକ୍ରମ ହୋଇଥିଲା। ଏହି ସମାପନ କାର୍ଯ୍ୟକ୍ରମରେ ଗାଁର ପ୍ରତ୍ୟେକ ପରିବାର ସାମିଲ ହୋଇ ଉତ୍ସବ ମୁଖରିତ କରିଥିଲେ। ଖୁବ୍ ଚଳଚଞ୍ଚଳ ହୋଇ ଉଠିଥିଲା ନୂଆ ଗାଁ ଗ୍ରାମଟି। ରାଗ ରୁଷା ଭୁଲି ସମସ୍ତେ ଏକତାର ଗୋଟିଏ ଡୋରିରେ ବାନ୍ଧି ହୋଇ ସ୍ୱାଗତ ଜଣାଇ ଅଖଣ୍ଡ 24 ପ୍ରହର ନାମଯଜ୍ଞକୁ ସମାପନ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ।